ପାଣି ଆମମାନଙ୍କର ପରିଶ୍ରମୀ ମଣ୍ଡଳୀର ଦୟାବର ମିଶ୍ରଣଙ୍କ ପରେ ଆଜି ବାକ୍କାନ ଏବଂ ଶୁଭ ବିବାହ କାର୍ଯ୍ୟ ନିମନ୍ତେ ମାନେ ଆସିଅଛୁ। ଥ୍ୟାଙ୍କ ୟୁ। ଆଜିର ଶୁଭ ବିବାହ କାର୍ଯ୍ୟରେ ଉପସ୍ଥିତ ପାଳକ ମହାଶୟ, ଦିଗନଗଣ ସମ୍ପାଦକଦ୍ୱୟ ଏବଂ ପ୍ରାଚୀନଗଣ, ତିନି ସମିତିର ମୁଖ୍ୟ କର୍ମକର୍ତ୍ତା କର୍ମକର୍ତ୍ରୀ ଏବଂ ପ୍ରତ୍ୟେକ ଉପସ୍ଥିତ ମା ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ମୁଁ ଆନ୍ତରିକ ନମସ୍କାର ଜଣାଏ। ଆଜି ଆମେ ଆସିବା ଉଦ୍ଦେଶ୍ୟ ପରିସଳ ମଣ୍ଡଳୀର ଦୟାବର ମିଶାଳଙ୍କର ପୁତ୍ର ଶକ୍ତିମାନ ମିଶାଳଙ୍କ ସହିତ ଗୁମା ମଣ୍ଡଳୀର ନୂତନ ପାଣିଙ୍କ ଝିଅ ମାଳିନୀ ପାଣିଙ୍କ ସହ ବାଗଦାନ ଏବଂ ବିବାହ କାର୍ଯ୍ୟ କରିବା ନିମନ୍ତେ ଆମେ ଆସିଅଛୁ। ବହୁତ ଧନ୍ୟବାଦ। ମଣ୍ଡଳୀ ସମ୍ମୁଖରେ ଆଜିର ସମାବେଶର ଉଦ୍ଦେଶ୍ୟ ଜାଣିପାରିଲୁ। ଆଜି ଏକ ବିବାହ କାର୍ଯ୍ୟ ସମ୍ପାଦନ କରାଯିବ। ପୁଣି ଏଥିକୁ ଆମେ ନିତାନ୍ତ ଭାବରେ କନ୍ୟାଙ୍କର ପୁଣି ବରଙ୍କର ମଧ୍ୟ ମତାମତ ନେବା ପାଇଁ ଅନୁରୋଧ କରିବା ପାଇଁ ଚାହିଁବୁ। ଦୟାକରି ପରିସଳ ବାପ୍ଟିଷ୍ଟ ମଣ୍ଡଳୀରୁ ଆସିଥିବା ବର ଭାଇ ଶକ୍ତିମାନ ମିଶାଲ ଦୟାକରି ଉଭା ହେବେ। ଆପଣ ଗୁମା ବାପ୍ଟିଷ୍ଟ ମଣ୍ଡଳୀର କନ୍ୟା ମାଳିନୀ ପାଣିଙ୍କୁ ଆଜିର ବାଗଦାନ ପୁଣି ଶୁଭ ବିବାହରେ ଆବଦ୍ଧ ହେବା ପାଇଁ ସମ୍ପୂର୍ଣ୍ଣ ଇଚ୍ଛା ପ୍ରକାଶ କରୁଛନ୍ତି କି? ହଁ ଆଜ୍ଞା କରୁଛି। ବହୁତ ଧନ୍ୟବାଦ। ଆପଣ ପରିସଳ ବାପ୍ଟିଷ୍ଟ ମଣ୍ଡଳୀ ଏକାଙ୍ଗ ହେବା ପାଇଁ ସେ ନିଜର ମତାମତ ଦେଇଅଛନ୍ତି। ଆମେ ଶୁଣୁଛୁ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ଏହି ସମୟରେ କାର୍ଯ୍ୟକ୍ରମ କରିବାକୁ ଯିବା। ମୁଁ ଏହି ସମୟରେ ଅନୁରୋଧ କରିବା ପାଇଁ ଚାହିଁବି ପୂଜକ ସମିତିର ଚାଳକ ବା ସମ୍ପାଦକ ମହୋଦୟ ଦୟାକରି ବରଙ୍କୁ ଆମେ ପରିସଳ ବାପ୍ଟିଷ୍ଟ ମଣ୍ଡଳୀର ତରଫରୁ ଥାନା ରାମଗିରି, ଜିଲ୍ଲା ଗଜପତି, ଓଡ଼ିଶା। ବରଙ୍କର ନାମ ଶକ୍ତିମାନ ମିଶାଲ, ବୟସ 24 ବର୍ଷ, ଗ୍ରାମ। କୌଣସି ନିଶାଦ୍ରବ୍ୟ ବ୍ୟବହାର କରନ୍ତି କି ନାହିଁ, ଖ୍ରୀଷ୍ଟୀୟ ଉପାସନାରେ ଯୋଗ ଦିଅନ୍ତି କି ହଁ, ସ୍ୱଭାବ ଉତ୍ତମ। ମଣ୍ଡଳୀର ମନ୍ତବ୍ୟ ତ ଯୁବକଙ୍କୁ କୌଣସିଠାରେ ଏଥି ପୂର୍ବରୁ ବାଗଦାନ ବିବାହ ହୋଇନାହିଁ, ଏଣୁ ଏହାଙ୍କ ଖ୍ରୀଷ୍ଟୀୟ ବିଧି ମତେ ବିବାହ ଦେଲେ କୌଣସି ଆପତ୍ତି ନାହିଁ। ସମ୍ପାଦକ ପରାଗ ମାଳି। ସେମାନେ ଅନେକ ଭାଇ ଭଉଣୀମାନଙ୍କର ନାମ ଦେଇଛନ୍ତି ତାଙ୍କର ମତ ନେବା ନିମନ୍ତେ। ତେଣୁ ମୁଁ ଯେଉଁମାନଙ୍କୁ ଏହି ମତରେ ନାମ ଦେଇଛନ୍ତି ସେମାନଙ୍କୁ ଆହ୍ୱାନ କରିବି, ଆପଣମାନେ ନିଜର ମତ ପ୍ରକାଶ କରିବେ ଶୀଘ୍ର ଶୀଘ୍ର। କନ୍ୟାଙ୍କର ବାପା ମା ପୁଣି ତାଙ୍କର ଭାଇ ଭଉଣୀମାନେ, ମାଲବା ଗ୍ରାମର ସମସ୍ତ ସମ୍ପର୍କୀୟ ବନ୍ଧୁମାନେ, କନ୍ୟାର ଦାଦା, ବଡ଼ ବାପା, ବଡ଼ ମା, ମାଉସୀ, ମଉସା, ଭାଇ ଭଉଣୀ, ସାନ ବାପା ଓ ସାନ ମା, ପୁଣି ତାଙ୍କର ସ୍କୁଲ କ୍ଲାସମେଟ୍ ତରଫରୁ ଆସିଥିବା ତାଙ୍କର ସାଙ୍ଗମାନେ ମଧ୍ୟ ନିଜର ମତ ପ୍ରକାଶ କରିବେ। ଯଦି ସମସ୍ତଙ୍କର ଇଚ୍ଛା ଅଛି ତାହେଲେ ବର୍ତ୍ତମାନ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନା କରିନେବେ। ପ୍ରଭୁଙ୍କର ପବିତ୍ର ବାକ୍ୟରେ ଏପରି ଲେଖା, ଆମ ପାଇଁ ତୁମକୁ ବାଗଦାନ କରିବା। ହଁ, ଆମେ ତୁମକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ ପାଇଁ ବାଗଦାନ କରିବା। ଆମେ ତୁମକୁ ବିଶ୍ୱସ୍ତତାରେ ଆମ ପାଇଁ ବାଗଦାନ କରିବା। ତହିଁରେ ତୁମେ ସଦା ପ୍ରଭୁଙ୍କୁ ଜ୍ଞାତ ହେବ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆଶୀର୍ବାଦ ଗୋଟିଏ। ସୁନା 1 ତୋଳା ଅଧେ, 2,80,800। ଚିନା ଶାଢ଼ୀ 7,500 ଟଙ୍କା। ବିହା ଶାଢ଼ୀ 9,000 ଟଙ୍କା।
ବିଭା ଓଢ଼ଣୀ 800 ଟଙ୍କା, ବହୁ ସଜ୍ଜା ସେଟ୍ 1500 ଟଙ୍କା, ଚୁଡ଼ି 1000 ଟଙ୍କା, ଦର୍ପଣ 70 ଟଙ୍କା, ପାନିଆ 20 ଟଙ୍କା, ଫେର୍ ଆଣ୍ଡ ଲଭଲି 72 ଟଙ୍କା, ପଣ୍ଡସ୍ ପାଉଡ଼ର 90 ଟଙ୍କା, লিপস্টিক 50 ଟଙ୍କା, କାଜଲ 20 ଟଙ୍କା, ଆଇଲିନ୍ 20 ଟଙ୍କା, ଆଇବ୍ରୋ 50 ଟଙ୍କା, ନେଲ୍ ପଲିସ୍ 80 ଟଙ୍କା, ଟିକ୍ଲି ସେଟ୍ 200 ଟଙ୍କା, ମାଇସୁର ସ୍ୟାଣ୍ଡେଲ୍ ସାବୁନ 50 ଟଙ୍କା, ସାବୁନ ଡିସ୍କ 40 ଟଙ୍କା, ଭ୍ୟାନିଟ୍ 500 ଟଙ୍କା, ସେଟ୍ 200 ଟଙ୍କା, ତେଲ 120 ଟଙ୍କା, କ୍ଲିପ୍ ସେଟ୍ 200 ଟଙ୍କା, ସମ୍ପୁ 72 ଟଙ୍କା, ଚପଲ 600 ଟଙ୍କା, 25ଟା ମାମୁଲ ଶାଢ଼ୀ ଟୋଟାଲ 3,03,054 ଟଙ୍କା ମାତ୍ର। ତୁମର ସେ ପୂର୍ବ ଯୋଜନା ଅନୁସାରେ ଶକ୍ତିମାନ ସହିତ ମାର୍ଲିଙ୍କ ମଧ୍ୟରେ ବର୍ତ୍ତମାନ ପ୍ରଭୁ ବାଗଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଅଛି। ସେଥି ସମ୍ପର୍କରେ ବର କନ୍ୟାକୁ ଯେଉଁ ଉପହାର ସ୍ୱରୂପ ଦେବା ପାଇଁ ଯାଉଛନ୍ତି ସେଥିରେ କିଛି ଆଶୀର୍ବାଦ କର। ସେମାନଙ୍କୁ ତୁମେ ଉଭୟକୁ ସଂଯୋଗ କରି ତୁମେ ଗୌରବାନ୍ୱିତ ହୁଅ। ପ୍ରଭୁ ଯେତେବେଳେ ବର ଉପହାର ଦେବେ ସାଦର ସହିତ କନ୍ୟା ଗ୍ରହଣ କରି ସମ୍ମାନର ସହିତ ଗ୍ରହଣ କରିବେ, ଏଥିପାଇଁ ସାହାଯ୍ୟ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ପରମେଶ୍ୱର ପ୍ରାର୍ଥନା ନିବେଦନ ଶୁଣୁଛୁ, ଧନ୍ୟବାଦ ଦେଇ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍। ବହୁତ ଧନ୍ୟବାଦ। ଆମେ ଦେଖିଅଛୁ କନ୍ୟା ଉପହାର ଗ୍ରହଣ କଲେ। ଏହି ସମୟରେ ଯଦି କନ୍ୟାଙ୍କର ତରଫରୁ ବରଙ୍କ ନିମନ୍ତେ ନୂତନ ପୋଷାକ ପ୍ରସ୍ତୁତ କରାଯାଇଅଛି, ଦୟାକରି ବରଙ୍କୁ ନୂତନ ପୋଷାକ ତରଫରୁ ନଚେତ୍ ଆମେ ଆଉ ବର୍ଷିପ୍ ସଙ୍ଗ୍ ମଧ୍ୟ ଗାନ କରିପାରିବା।